ମନ୍ତବ୍ୟ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର। ଯାଜପୁର କାଳିଆପାଣି ଥାନା ମହୁଲ ଖାଲ ନିକଟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଦୁର୍ଘଟଣା ଘଟିଥିବାର ତଥ୍ୟ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇ ଜଣଙ୍କର ଜୀବନ ଯାଇଥିବାର ଖବର ଆସୁଛି ଏବଂ ଜଣେ ଏଥିରେ ଗୁରୁତର ଭାବରେ ଆହତ ହୋଇଛନ୍ତି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯେଉଁଥିରେ ଦୁଇ ଜଣଙ୍କର ଜୀବନ ଯାଇଛି, ଜଣେ ଗୁରୁତର। ଯାଜପୁର କାଳିଆପାଣି ଥାନା ମହୁଲ ଖାଲ ନିକଟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଦୁର୍ଘଟଣା ଘଟିଥିବାର ସୂଚନା ହସ୍ତଗତ ହୋଇଛି। ଜନ୍ମେଜୟ ଦାସ ଅଧିକ ସୂଚନା ପାଇଁ ଆମ ସହିତ ରହୁଛନ୍ତି। ଜନ୍ମେଜୟ, କେମିତି କେତେବେଳେ ଏ ଦୁର୍ଘଟଣା ଘଟିଲା? ଜଣେ ଆହତ ଅଛନ୍ତି ଗୁରୁତର ଭାବରେ, ଦୁଇ ଜଣଙ୍କର ଜୀବନ ଯାଇଛି। ଗୁରୁତରଙ୍କର ଅବସ୍ଥା କ'ଣ ବର୍ତ୍ତମାନ ରହିଛି? କୋଉଠି ଚିକିତ୍ସିତ ହେଉଛନ୍ତି? ଦେଖନ୍ତୁ ସୁନନ୍ଦନ, କାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି ଯେ ଗୋଟିଏ ଇଟିକା କାରରେ କାଳିଆପାଣି ଥାନା ଅଞ୍ଚଳର 5 ଜଣ ଯୁବକ ନିଜ ଘର ଅଭିମୁଖେ ଫେରୁଥିବା ବେଳେ ରହିଲା ମହୁଲ ଖାଲ ନିକଟରେ ଭାରସାମ୍ୟ ହରାଇ କାର୍ ଯୋଉ ଟର୍ଣ୍ଣିଂ ଥିଲା, ଭାରସାମ୍ୟ ହରାଇ କାର୍ ତ ସ୍ପିଡ୍ ମଧ୍ୟ ଥିଲା ଯାହା ଶୁଣିବାକୁ ମିଳୁଛି। ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲା, ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଜଣେ ଗୁରୁତର ଅବସ୍ଥାରେ କଳିଙ୍ଗନଗର ଟାଟା ମେଡିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ଅବସ୍ଥା ସ୍ଥିର ରହିଛି ଯାହା ଆମ ପାଖରେ ସୂଚନା ଅଛି। କାଳିଆପାଣି ପୋଲିସ ଘଟଣାସ୍ଥଳରେ ବର୍ତ୍ତମାନ ପହଞ୍ଚିଛି ଏବଂ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁନନ୍ଦନ, ତ ଯାହା ବର୍ତ୍ତମାନ ସମୟରେ ସୂଚନା ଆସିଛି, ଟିକେ ଆଉ ବିସ୍ତୃତ ଭାବରେ ଜାଣିବା ପାଇଁ ଚାହିଁବୁ ଏ ଦୁର୍ଘଟଣା ଯୋଉ ଗତକାଲି ରାତିରେ ଆପଣ କହୁଛନ୍ତି ଘଟିଛି ବୋଲି, ଇଏ କେମିତି ଘଟିଲା ଏବଂ ଯୋଉଥିରେ ଦି ଜଣଙ୍କର ଜୀବନ ଯାଇଛି, ଅର୍ଥାତ୍ ଆମେ କହିପାରିବା ଯେ ଭୟଙ୍କର ଥିଲା ଏ ଦୁର୍ଘଟଣା? ଦୁର୍ଘଟଣା ପୁରା ଭୟଙ୍କର ଥିଲା, ଯେ କି ଗାଡିର ଅବସ୍ଥା ମଧ୍ୟ ନାହିଁ। ଦେଖିବେ ଯେଉଁଭଳି ଭାବେ ଗାଡିଟି କ୍ଷତିଗ୍ରସ୍ତ ହୋଇଛି, ଗାଡିର ପଛ ଚକା ମଧ୍ୟ ବାହାରି ଯାଇଛି ଏବଂ ମାଡ଼ ହୋଇଛି ଗାଡି ପଛପଟ ଏବଂ ସାଇଡରେ ମଧ୍ୟ ମାଡ଼ ହୋଇଛି, ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ, ଜଣେ ବିଶ୍ୱନାଥ ମହାନ୍ତ ଆଉ ଜଣେ ସଞ୍ଜୟ ମହାନ୍ତ, ସେଇ ମହୁଲ ଖାଲ ଗାଁର ଜଣେ ଆଉ ସ୍ଥାନୀୟ ଅଞ୍ଚଳର ଜଣେ ବୋଲି ଯାହା ସୂଚନା ମିଳିଛି। ବର୍ତ୍ତମାନ ଗ୍ରାମବାସୀ ସେଠାରେ ଅଛନ୍ତି ଏବଂ ପୋଲିସ ମଧ୍ୟ ସେଠାରେ ପହଞ୍ଚି ଏ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡି ସ୍ପିଡ୍ ରହିଥିଲା, ବହୁତ ସ୍ପିଡ୍ ଥିଲା ଯାହା ଶୁଣିବାକୁ ମିଳୁଛି ଏବଂ ଯୋଉ ଟର୍ଣ୍ଣିଂ ରହିଛି, ଟର୍ଣ୍ଣିଂରେ ବିଳମ୍ବିତ ରାତି ଟର୍ଣ୍ଣିଂରେ କାଟିଲା ବେଳେ ରାସ୍ତା ତଳକୁ ଯୋଉ ଗଛ ଥିଲା, ସେ ଗଛରେ ଗାଡିଟି ମୁହାଁମୁହିଁ ମାଡ଼ ହୋଇଥିଲା, ଯାହାଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବହୁତ ଧନ୍ୟବାଦ ସୂଚନା ପାଇଁ। ଜନ୍ମେଜୟ ଆମକୁ ଅଧିକ ସୂଚନା ଦେଉଥିଲେ, ଯାଜପୁର ପ୍ରତିନିଧି। ବହୁତ ଧନ୍ୟବାଦ।